ଠାକୁର ପୂଜାଟା ସରେଇ ଦେଇ ଆସିଲା ବେଳକୁ ଝିଅ ଆଜି ବନେଇ ଦେଇଛି ଦହି ଲସି ଟିକେ, ତାକୁ ବସିକି ଟିକେ ଖୁସିରେ ପିଇଦେଲି। ଆଜି ଝିଅ ରୋଷେଇ କରିଦେଲାଣି ଭାତ, ତା ପୁଅର ଖେଚେଡ଼ି କାଟିକି ରଖିଦେଇଛି ଆଳୁ ଭଜା କରିବା ପାଇଁ, ଆଳୁ ପିଆଜ। ମୁଁ ବାଟିଦେଲି ଟିକେ ମସଲାଟା ବାଟି ଦେଇ ବସେଇଦେଲି କଢ଼େଇ ଗୋଟେ, ଦେଲି ତେଲ ଟିକେ, ତାପରେ ଫୁଟଣ ଦେଇ ପିଆଜ ପକେଇଦେଲି। ଆଳୁ ଭଜାରେ ନା ବେଶୀ ଟିକେ ପିଆଜ ପକେଇଲେ ଭଲ ଲାଗେ। ତାକୁ ଟିକେ ଅଲଟପାଲଟ କରିଦେଇ ପକେଇଦେଲି ଆଳୁକୁ, ତାକୁ ଟିକେ ଅଲଟପାଲଟ କରିଦେଇ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ ଦେଇଦେଲି। ତାପରେ ତାକୁ ଟିକେ ଅଲଟପାଲଟ କରିକି ଘୋଡ଼େଇ ଦେଲି। ତାପରେ ଟିକେ ଦେଇଦେଲି ମସଲାଟା, ବାଟିକି ରଖିଦେଲି ସେଇ ମସଲାଟାକୁ। ତାପରେ ତାକୁ ଟିକେ ଘଣ୍ଟା ଘଣ୍ଟି କରି ଘୋଡ଼େଇକି ଛାଡ଼ିଦେଲି ସିଝିବା ପାଇଁ। ଆଳୁ ଭଜାଟା ସିଝିଗଲା ପରେ ମୁଁ ଗଲି ଖାଇବାକୁ ବାଢ଼ିବା ପାଇଁ। ମୁଁ ଖାଇବାକୁ ବାଢ଼ିଲା ଭିତରେ ଆପଣମାନଙ୍କୁ ଯଦି ମୋର ମିନି ବ୍ଲଗ୍ ଭଲ ଲାଗେ ତାହେଲେ ଲାଇକ୍ ଗୋଟେ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ଟିକେ କରିଦିଅନ୍ତୁ ନା। ତାପରେ ବସି ପଡ଼ିଲୁ ଖାଇବା ପାଇଁ। ଟିକେ ରେଷ୍ଟ ନେଇକି ଉଠିଲା ପରେ କ୍ଷୀର ଟିକେ ଛେନା ଛିଣ୍ଡେଇ ଦେଲି ରସଗୋଲା କରିବା ପାଇଁ, ହୋଲି ପାଇଁ। ମୁଁ ଟିକେ ଚାହାଟା ପିଇଲା ଭିତରେ ମା ପୁଅ ମିଶିକି ଖାଇଦେଲେ ଚିନି ଗୁଳେଇକି ଛେନା ଦେହରେ। ମୋତେ ତମେ ମା ପୁଅ ମିଶିକି ଧୋକା ଦେଇଦେଲ। ତାପରେ ବାଧ୍ୟ ହୋଇକିରି ବନେଇଲି ସୁଜି ଲଡ଼ୁ ଟିକେ। ଆଶା